ମୁଁ ପହଞ୍ଚି ଯାଇଥିଲି ବସ୍ ଷ୍ଟାଣ୍ଡରେ। ବସ୍ରେ ସାଇଡ୍ ସିଟ୍ ଯଦି ମିଳିଯିବ ଝରକା ପଟ ସିଟ୍ ତ ଖୁସି ପୁରା ଅଲଗା ପ୍ରକାର। ପବନ ହେଉଛି ପୁରା ବାହାରର ପବନ ସହିତ ଦେଖନ୍ତୁ କେତେ ସୁନ୍ଦର ପବନ, ତା ସହିତ ବାହାରର ଯେଉଁ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ମିଳିଯିବ ଯଦି ଝରକାକର ସିଟ୍ଟା ଟିକେ ମିଳିଯିବ। ତ ମୁଁ ଭାବିଥିଲି ଫାଷ୍ଟ ତ ବସ୍ ବହୁତ ଭିଡ଼ ହେଇଥିବ, କିନ୍ତୁ ଦେଖିଲା ବେଳକୁ ବହୁତ ଫାଙ୍କା ଥିଲା। ଆଉ ଯାହା ହଉ ଫାଷ୍ଟରେ ମୋତେ ହିଁ ସିଟ୍ ମିଳିଗଲା ଝରକା ସାଇଡ୍ ସିଟ୍। ପ୍ରାୟ 2 ଘଣ୍ଟା ପରେ ପାଖାପାଖି ହେଇଯିବା ପରେ ଆମେ ଆସି ଢେଙ୍କାନାଳରେ ବସ୍ ପହଞ୍ଚି ଯାଇଥିଲା। ଆଉ ଢେଙ୍କାନାଳ ଟିକେ ହେଇଗଲା ପରେ ଲାଗେ ଯେମିତି ନିଜ ଏରିଆକୁ ପଳେଇ ଆସିଲୁ, କାରଣ ଏଇଠୁ ଆଉ ଅଳ୍ପ ବାଟ ରହେ, ଘଣ୍ଟେ ପାଖାପାଖି। କିନ୍ତୁ ପୁରା ତାଳଚେରରୁ ଆସିଲା ବେଳକୁ ଯେମିତି ବହୁତ ବାଟ ଲାଗେ, କିନ୍ତୁ ଢେଙ୍କାନାଳ ହେଇଗଲେ ନିଜ ଟିକେ ପାଖାପାଖି ଏରିଆ ଲାଗେ। ପହଞ୍ଚିଯିବ ଆଉ ଅଳ୍ପ ସମୟ ଭିତରେ, ଅଧଘଣ୍ଟେ ଘଣ୍ଟେ ଲାଗିବ। ଏହା ହେଉଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡ। ଦେଖନ୍ତୁ କେତେ ଲୋକ ଅଛନ୍ତି, ଦେଖନ୍ତୁ ଲୋକମାନେ ଏଠି ବସିଛନ୍ତି। ଆଉ ଏଇଠି କିଛି ସମୟ ପରେ ବସ୍ ରହିଲା ପରେ ପୁଣି ବାହାରିବ। କିଛି ସମୟ ବସ୍ ରହିଲା, କିନ୍ତୁ ଯେହେତୁ ଖରା ହେଇଥିଲା ଆଉ ବାହାରକୁ ଯାଇକି ମାନେ ବୁଲିବା ପାଇଁ କିଛି ଟୋଟାଲି ଇଚ୍ଛା ନଥିଲା। 5-10 ମିନିଟ୍ ରହିଲା ପରେ ବସ୍ ପୁଣି ଛାଡ଼ିଥିଲା। ଢେଙ୍କାନାଳରେ କଦଳୀ ବହୁତ ଶସ୍ତା ବୋଲି କହନ୍ତି। ଦେଖନ୍ତୁ ପ୍ରାୟ ଜାଗାରେ ସବୁ ବିକ୍ରି ହେଉଥିବ ଦେଖିବେ। ବସ୍ ଷ୍ଟାଣ୍ଡରୁ ବାହାରିଲା ବେଳକୁ ସେଇପଟ ସାଇଡ଼୍ରେ ସବୁ ବସିଥାନ୍ତି। କାହିଁ ତ ଦେଖାଯାଉନି କେଉଁଠି, ଦେଖିବା ଆଗକୁ ଯିବା। ଦେଖନ୍ତୁ 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 ଏଇଠି ବିକ୍ରି ହେଉଛି। ପ୍ରାୟ ଏମିତି ବହୁତ ଜାଗାରେ ଏଇଠି ବିକ୍ରି ହୁଏ। କହନ୍ତି ତ ଏଠି ଶସ୍ତା ବୋଲି, କିନ୍ତୁ କେବେ କିଣିନି। ଆଉ ଓହ୍ଲେଇକି ଯାଇକି କିଣିକି ଆସିଲା ବେଳକୁ ଯଦି ବସ୍ ଛାଡ଼ିଦେବ କି ଖରାବେଳେ ତ ଓହ୍ଲେଇବା ଟୋଟାଲ ପ୍ରଶ୍ନ ହିଁ ଉଠୁନି। ଦେଖନ୍ତୁ ଏଠି କେତେ ଜାଗାରେ ବସିଛନ୍ତି ସବୁ। ଏଇଠି ଜଣେ ଦିଦି ଦେଖା ହେଲେ ବସ୍ରେ, ତ ତାଙ୍କ ସହିତ କଥା ହେଇକିନା ସମୟ କେମିତି କଟିଗଲା। ଦେବା ପାଇଁ ଭାଇ ଆସି ପହଞ୍ଚି ଯାଇଛନ୍ତି, ଏ ମୋ ବଡ଼ ଭାଇ। ଆଉ ସେ ଡ୍ୟୁଟି ଯେହେତୁ ଏଇ ପାଖରେ, ତ ମୋତେ ସେଇଠି ମୁଁ ଆଉ ବସ୍ ଷ୍ଟାଣ୍ଡରେ ନ ଓହ୍ଲେଇ ସେଇଠି ଓହ୍ଲେଇ ପଡ଼ିଲି। ତ ଏଇଠି ଭାଇ ମୋତେ ପୁଣି ଛାଡ଼ି ଦେଇକି ପୁଣି କମ୍ପାନୀ ଆସିବେ। ତ ଏଇଠୁ ଆମେ ଯାଉଛୁ। ଦେଖନ୍ତୁ ଏଇ ମେନ୍ ରୋଡ଼ରୁ ମୋ ଭାଇ ଯେଉଁଠି ଡ୍ୟୁଟି କରୁଛନ୍ତି ଏଇଠି ବହୁତ ପାଖ ଏଇଟା। ଦେଖନ୍ତୁ ଏଇଠି ଭାଇ ଡ୍ୟୁଟି କରୁଥିଲେ, ଏଇଠୁ ମୋତେ ଯାଇକି ନେଇକି ଆସିଲେ। ପୁଣି ଘରେ ଛାଡ଼ିକି ପୁଣି ସେଇଠିକି ଆସିବେ। ଯେହେତୁ ପାଖରେ ବୋଲି ଟିକେ ଏଇଟା ସୁବିଧା, ଯେ ଯେତେବେଳେ କହିଲେ ବି ଭାଇ ଯାଇକି ଆମକୁ ନେଇକି ଆସି ପୁଣି ତାଙ୍କର ଡ୍ୟୁଟିକି ପଳାନ୍ତି। ତ ଏଇଟା ଇମ୍ଫା କଲୋନୀ ବାଟ ଦେଇକି ଆମେ ଗଲୁ, ଘରକୁ ଆସୁଛୁ। ଏଇଟା ଦେଖନ୍ତୁ, ଏଇଟା କଲୋନୀ ଗୋଟେ କମ୍ପାନୀର ଯେଉଁ କ୍ୱାର୍ଟର୍ସ ଗୁଡ଼ା। ତାପରେ ଆମେ ପହଞ୍ଚି ଯାଇଥିଲୁ ଆମ ଗାଁ ଦୋକାନରେ। ତ ଏଇଠି ଛୁଆଙ୍କ ପାଇଁ କିଛି ଆଇସ୍କ୍ରିମ୍ ନେବାର ଥିଲା, ଯେହେତୁ ଆମ ନିଜ ଗାଁ ଦୋକାନ, ତ ସେଥିପାଇଁ ଭାଇ ତାର ନିଜ ହାତରେ ଆଣିଦେଉଛି। ଖାଲି ଦୋକାନରେ ଦେଖେଇ ଦେବୁ କେଉଁଟା କେତେ ଟଙ୍କା ନେଲୁ। ଦେଖନ୍ତୁ ସବୁ ଇଏ ହେଲେ ସବୁ ଆମ ଘରର ଛୁଆ। ଇଏ ଆସିଲେ, ଇଏ ଗୋଟା ଦୌଡ଼ିକି ଆସୁଛି, ଦେଖନ୍ତୁ ମୁଣ୍ଡିଆ ମାରି ପକେଇବ। ହଁ, ଏ ମୋ ବୋଉ, ଇଏ ଟିକେ ଧରିଲା ମୋ ବ୍ୟାଗ୍ ଭିତରକୁ ପଶୁଛି। ଇଏ ହେଲା ମୋ ପୁତୁରା, ଯିଏକି ଶୋଇଥିଲା, ଯେମିତି ଆଣ୍ଟି ଆସିଲେଣି କହିଦେଇଛନ୍ତି, ଅଧା ନିଦରୁ ପଳେଇ ଆସିଛି ଆଇସ୍କ୍ରିମ୍ ଖାଇବ ବୋଲି। ସିଏ ହିଁ ମୋତେ ଫୋନ୍ କରି କହିଥିଲା ଆଇସ୍କ୍ରିମ୍ ଆଣିବ, ଆଇସ୍କ୍ରିମ୍ ଆଣିବ ବୋଲି। ଦେଖନ୍ତୁ ନିଦ ଅଧା ନିଦରେ ଉଠିକି ପଳେଇ ଆସିଛି। ଇଏ ଆମ ଟିକି ସବୁ ବାହାର କରୁଛି କ'ଣ ସବୁ ଆଣିଛି ବୋଲି। ମୁଁ ଯାହା ଆଣିଲେ ବି ତାଙ୍କ ଡିମାଣ୍ଡ, ଯେହେତୁ ଖରାଦିନ ଆଇଲା ବେଳକୁ ଟିକେ ଆଇସ୍କ୍ରିମ୍ ନେଇକି ଆସିବ। ଦେଖନ୍ତୁ ଦେଖନ୍ତୁ, ଇଏ ତାର ଲିଡର ସାଜିଛି, ସବୁ ଜଣ ଜଣକି ବାଣ୍ଟିବ। ସିଏ ଚାର୍ଜରେ ଅଛି, ସେଥିରେ ତାର ପ୍ରବଳ ଖୁସି। କି ହସ, ହଁ ହେଲା ହେଲା।
ये गला दबापी अन्य मानक ये बापा मो झीआरी देखो ये खाइकिना तार निश दाढ़ी सब कर सारा आता कहबू जी ताटिया धरिकिना खा ना काले के नहीं जीव दबारे भी नहीं क्या बापा तो ये कहते एपटे चाटी दे सब बोला ये रखला मो तालसज हाथी ना कौन कौन धरिक आईचु तापर धोई दे सारिक आम बसिलु खाइबा देखो तो ये सब खाइबा रखाई आसला मो बो तार पखाड़ खाइब आ मो जो दीटा झीआरी आसे सी मुझे मिसिक खाइब भाउज तो ना ड्यूटी जाइए तो आम खाइबु रही।